ଏକ ବଡ଼ ପରିବର୍ତ୍ତନ ହୋଇପାରେ କ୍ରିକେଟ ଜଗତରେ। ଏଣିକି ଦିନିକିଆ ମ୍ୟାଚ୍ 50 ଓଭର ବଦଳରେ ହେବ 40 ଓଭର ବିଶିଷ୍ଟ ମ୍ୟାଚ୍। ଟି-20 କ୍ରିକେଟ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ରେ ମଧ୍ୟ ବଡ଼ ପରିବର୍ତ୍ତନ କରିପାରେ ଆଇସିସି। ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ ଏଥିପାଇଁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଥିବା ଶୁଣିବାକୁ ମିଳୁଛି। ଖବର ଅନୁସାରେ ଟେଷ୍ଟ କ୍ରିକେଟକୁ ବଞ୍ଚାଇବା ପାଇଁ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଆଇସିସିର ଏହି ଡ୍ରାଫ୍ଟକୁ ଗୁରୁତ୍ୱ ଦେଉନଥିବା କୁହାଯାଉଥିଲା। କ୍ରିକେଟର ଏହି ତିନୋଟି ଶକ୍ତିଶାଳୀ ବୋର୍ଡ ନ୍ୟୁଜିଲାଣ୍ଡ କ୍ରିକେଟ ସଭାପତି ମାର୍ଟିନ ସ୍ନେଡେନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଡକୁମେଣ୍ଟକୁ ଅଣଦେଖା କରିଥିଲେ। ଏଥିସହ ଟେଷ୍ଟ କ୍ରିକେଟ ବଞ୍ଚାଇବା ପାଇଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମରେ ପରିବର୍ତ୍ତନ କରିବାକୁ ସୁପାରିଶ କରିଥିଲେ। କିନ୍ତୁ ଏହି ଗୁଜବକୁ ଅଷ୍ଟ୍ରେଲିଆର ସିଇଓ ନିକ୍ ହକ୍ଲେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କ୍ରିକେଟକୁ ସାରା ବିଶ୍ୱରେ ଆଗକୁ ନେବାକୁ ଆମେ ଦୃଷ୍ଟି ଦେଉଛୁ। ସେ ଆହୁରି କହିଛନ୍ତି କ୍ରିକେଟ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟରେ ଆଇପିଏଲ୍ ଭଳି ଅନ୍ୟ ଟି-20 ଲିଗ୍ ପାଇଁ ଅତିରିକ୍ତ ୱିଣ୍ଡୋ ରଖାଯିବ। ସେହିପରି ଟେଷ୍ଟ ଚାମ୍ପିଅନସିପ୍ର ପଏଣ୍ଟ ସିଷ୍ଟମ ବଦଳାଇବା ସହ ଦିନିକିଆ କ୍ରିକେଟରେ 40 ଓଭର ବିଶିଷ୍ଟ ମ୍ୟାଚ୍ କରିବା ପାଇଁ ଯୋଜନା କରାଯାଉଛି। ଟି-20 କ୍ରିକେଟରେ ମଧ୍ୟ କିଛି ପରିବର୍ତ୍ତନ ହେବା ମଧ୍ୟ ଆଶଙ୍କା କରାଯାଉଛି।